ପାଗଳ ହେଇଯିବ। ତେଣୁ ପିତା କଷା ଖଟା ମିଠା ଦେ ରାଗ ଲବଣ ରସ ଷଡ଼ ରସେ ପ୍ରଭୁ ଭୁଜନ୍ତି ଦେଖ। ଏ ଯୋଉ ଦେହକୁ ଷଡ଼ ରସର ବ୍ୟଞ୍ଜନ ଦରକାର, ମନକୁ କଣ ଦରକାର? ମନକୁ କଣ ଦରକାର ନା ମନକୁ ଦରକାର ଜ୍ଞାନ। କିଛି ଜ୍ଞାନ। ଜ୍ଞାନ କାହାକୁ କହନ୍ତି? ଜ୍ଞାନ ହଉଛି ଦୁଇ ପ୍ରକାର। ଗୋଟେ ହଉଛି ଜଡ଼ ଜ୍ଞାନ, ଗୋଟେ ହଉଛି ଚିନ୍ମୟ ଜ୍ଞାନ। ଜଡ଼ ଜ୍ଞାନ କାହାକୁ କହନ୍ତି? ଭୌତିକ ଜ୍ଞାନ। ସ୍କୁଲ କଲେଜରେ ଯୋଉ ପାଠ ପଢୁଛେ, ଆମେ ସମାଜରେ ଯୋଉ ଚଳୁଛେ, ଏ ସମାଜର ଚଳଣି ଜ୍ଞାନକୁ ଭୌତିକ ଜ୍ଞାନ କୁହାଯାଏ ବା ଜଡ଼ ଜ୍ଞାନ କୁହାଯାଏ। ଆଉ ଗୋଟେ ଜ୍ଞାନ ଅଛି, ସେ ଜ୍ଞାନ ସ୍କୁଲରେ ପାଠ ପଢାଯାଏ ନାହିଁ। ସେ ଜ୍ଞାନ ଆଉ କୋଉଠି ମିଳିବ ନାହିଁ। ସେ ଜ୍ଞାନ କୋଉଠି ମିଳିବ? ଏଇ ପ୍ରକାର ଆଧ୍ୟାତ୍ମିକ ପରିବେଶ, ଏଇ ପ୍ରକାର ଆଧ୍ୟାତ୍ମିକ ସମ୍ମିଳନୀରେ ସେଇ ଜ୍ଞାନ ଏଇଠି ମିଳେ। ସେ ହଉଛି କଣ ଜ୍ଞାନ ନା ଚିନ୍ମୟ ଜ୍ଞାନ। ଯାହାକୁ ଲଭିଲେ ସଦାନନ୍ଦ ମିଳେ ତା ହୃଦୟ କୃପାଞ୍ଚକ। ଯାହାକୁ ଲାଭ କଲେ ଲାଭ କରିବାକୁ ପଡିବନି, ଯାହାକୁ ପାଇଲେ ଆଉ ପାଇବାକୁ ପଡିବନି, ଯାହାକୁ ଦେଖିଲେ ଆଉ ଦେଖିବାକୁ ପଡିବନି, ଯାହାକୁ ଜାଣିଲେ ଆଉ ଜାଣିବାକୁ ପଡିବନି, ସେଇ ଜ୍ଞାନ ଏ ଆଧ୍ୟାତ୍ମିକ ପରିବେଶ ଏ ସାଧୁସନ୍ଥ ମାନଙ୍କ ଗହଣରେ ଏଇଟା ପ୍ରାପ୍ତ ହୁଏ। ତେଣୁ ଆନନ୍ଦର କଥା ଯେ ଆଜିର ଏଇ ଯୋଉ ଆଧ୍ୟାତ୍ମିକ ପରିବେଶ ଆମର ହେଇଛି, ହରେ ନାମ ଯେତେ ଦୂର ଯାଏ ଗୋ ହତ୍ୟା ବ୍ରହ୍ମ ହତ୍ୟା ଛାଡ଼ି ନ ପଳାଏ, ଆମର ଗୋଟେ ପ୍ରବାଦ ଅଛି। ତେଣୁ ଆଜିର ଯୋଉ ଆଧ୍ୟାତ୍ମିକ ପରିବେଶ ଭିତରେ ଚତୁର୍ଥ ପ୍ରହର ନାମ ଯଜ୍ଞ ଏବଂ ଭୂତ ଯଜ୍ଞ ଏବଂ ଆମେ ବଞ୍ଚିବା ପାଇଁ ଖାଦ୍ୟ ଦରକାର, ଖାଦ୍ୟର ବ୍ୟବସ୍ଥା ଅନ୍ନ ଯଜ୍ଞର ବ୍ୟବସ୍ଥା ହେଇଛି। ସେଥିରେ ବାୟୁମଣ୍ଡଳ ସୁସ୍ଥ, ବାୟୁମଣ୍ଡଳ ଶୁଦ୍ଧ ପରିବେଶ, ଶାନ୍ତ ପରିବେଶ। ଏ ସନ୍ଧ୍ୟା ଭିତରେ ଏଇ ଜଙ୍ଗଲ ଭିତରେ ଆଗ କାଳର ଋଷିବୃନ୍ଦ ମହାତ୍ମା ମାନେ এই প্রকার জঙ্গল ভিতরে অনুষ্ঠান সৃষ্টি করি এইটে সাধনা ভজন করন্তি। সর্বে সুখী ন ভবন্তু, সর্বে সন্তু নিরাময়া, সর্বে ভদ্রাণী পশ্যন্তু, মা কচি দুঃখমাগত। যে দিয়ে যাব হিমালয় যে দেখিব দেহ প্রয়োগ রুদ্র প্রয়োগ বিষ্ণু প্রয়োগ ইয়ে তীর্থবত করে যাইব। সেই ভিতরে গঙ্গা নদী কূଳରେ গোটে ଛୋଟିଆ କୁଟୀର କରିଛନ୍ତି ମହାତ ସାଧୁ ସନ୍ଥ ମାନେ। ତାଙ୍କ ଦେହରେ କିଛି ନଥିବ, ଜରାଜୀର୍ଣ୍ଣ ହେଇକି ଥିବ, ଖାଲି ଚମଡ଼ା ହାଡ଼ ଭିତରେ ମାଂସ କିଛି ନଥିବ, ଚମଡ଼ା ଲାଗିକି ଥିବ, ଆଖି ଯାକ ପଡ଼ି ଯାଇକି ଥିବ। ସେ ଭିତରେ ଜଗତର ମଙ୍ଗଳ କରିବା ପାଇଁ ସାଧୁମାନଙ୍କର କାମ କଣ କି? ଆତ୍ମାନ ମୁଖ୍ୟାର୍ଥଂ ଜଗତ ହିତାୟ। ଜଗତର ମୁଖ୍ୟ କରିବାକୁ ପାଇଁ ସେମାନେ ଉଦ୍ଦିଷ୍ଟ, ଧର୍ମ ଜାତକ ରୂପେ ଧର୍ମ ଉଦ୍ଦିଷ୍ଟ, ଧର୍ମ ପ୍ରଚାର ରୂପେ ଉଦ୍ଦିଷ୍ଟ। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତଂ ଅଭ୍ୟୁତ୍ଥାନ ଧର୍ମସ୍ୟ ତଦାତ୍ମନ ସୁଦାମ ଗୀତାବାଣୀ ଅନୁସାରେ ଧର୍ମର ଗ୍ଲାନି ହେଲେ, ଅଧର୍ମର ପ୍ରଭାବ ବଢିଗଲେ ଧର୍ମ ରକ୍ଷା କେମିତି ଧାର୍ମିକ ଧର୍ମକୁ ରକ୍ଷା କରିବା ପାଇଁ ଗୋଲକ ବିହାରୀ ଉପରେ ଅଖଣ୍ଡ ମଣ୍ଡଳ ଆକାର ବ୍ୟକ୍ତ ଜୈନ ଚରାଚର, ଯିଏ ଅଖଣ୍ଡ ମଣ୍ଡଳ ଆକାର ତ୍ରିଭୁବନରେ ଚରାଚର ଅଛନ୍ତି, ସେଇ 16 କଳା ଭିତରୁ ଗୋଟିଏ କଳା ଗୁରୁ ରୂପରେ ତାରେ ଜଗନ୍ନାଥଙ୍କ 16 କଳା ତହୁ କଳାଏ ନନ୍ଦ ବଳା। ଜଗନ୍ନାଥଙ୍କ 16 କଳା ତହୁ କଳାଏ ନନ୍ଦ ବଳା। ଜଗନ୍ନାଥଙ୍କ 16 କଳା ତହୁ କଳାଏ ନନ୍ଦ ବଳା। ଆନନ୍ଦର କଥା, ସୁଖର କଥା। ଜଗନ୍ନାଥ ଆବ୍ରହ୍ମ ଭୂଲୋଲାଲୁକା ହିସାବରେ ଯିଏ ଅଛନ୍ତି, ସେଇଠୁ କଳାଏ ଆସି କଳାକ 16 କଳା କରି ଗୋପେ ବିଜୟ ନବ। ସେଇ 16 କଳାରୁ ଗୋଟେ କଳା ଧର ନାମକୁ ଆସନ୍ତି। ସେ ଗୁରୁ ରୂପରେ, ଗୁରୁ ରୂପେ ଜ୍ଞାନ ନଦେଲେ ଆପଣ କେନେ ଜାଣତେ? ପ୍ରଭୁ ଗୁରୁ ରୂପରେ ଆସନ୍ତି। ଅନ୍ୟ କୋଉ ରୂପରେ ଆସିଲେ ସେ ଆମେ ତ ମାନିବାନି, କଥା ମାନିବାନି। ତେଣୁ ସେ ପ୍ରଭୁ ଗୁରୁ ରୂପରେ, କୋଉ ଗୁରୁ ରୂପରେ ନା କଳି ଯୁଗେ ନରହରି ବୈଷ୍ଣବ ରୂପରେ ପାପୀଙ୍କୁ ଉଦ୍ଧାର କରନ୍ତି ପଶି ଘରେ ଘରେ। ପ୍ରବାଦ ଅଛି, ଭଗବାନ ଶ୍ରୀ ଗୌରଙ୍ଗ ମହାପ୍ରଭୁ ଯେତେ ସାଧୁ ସନ୍ଥ ମହାତ୍ମା ମାନେ କୋଉ ରୂପରେ ଆସିଛନ୍ତି? ସଂସାର ରୂପରେ ଆସିଛନ୍ତି। କଳି ଯୁଗେ ନରହରି ବୈଷ୍ଣବ ରୂପରେ ସବୁ ମହାତ୍ମା ମାନେ, ଶ୍ରୀଚୈତନ୍ୟ ମହାପ୍ରଭୁ କୁହ, ଶିବାନନ୍ଦ କୁହ, ଚିଦାନନ୍ଦ କୁହ, ଯେତେ ମହାପୁରୁଷ ମାନେ ଆସିଛନ୍ତି, ଠାକୁର ଅଭିରାମ ପରମେଶ୍ୱର କୁହ, ଯେତେ ମହାପୁରୁଷ ମାନେ ଧର୍ମଯାଜକ ମାନେ ଆସିଛନ୍ତି, ବୈଷ୍ଣବ ରୂପରେ ଆସିଛନ୍ତି। ବୈଷ୍ଣବ ହଉଛି ତ୍ୟାଗର ପୋଷାକ, ବୈରାଗ୍ୟ। ସଂସାରରେ ଥାଇ ସଂସାରରେ ନଥିଲା ଭଳିଆ ଗୋଟେ ପୋଷାକ ପିନ୍ଧିବେ, ତ୍ୟାଗ ବୈରାଗ୍ୟ ଶିକ୍ଷା ଦୀକ୍ଷା ଲୋକଙ୍କୁ ଜଗତ ଶିକ୍ଷା ଦେବେ। ଆତ୍ମାନନ୍ଦ
ଜଗତ ହିତାୟ ଜଗତର କଲ୍ୟାଣ କରିବା ପାଇଁ ମହତ ପୁରୁଷ ମାନେ ଧର୍ମଯାଜକ ମାନେ ଅବତାର ପୁରୁଷ ମାନେ ଏଇଠିକି ଆଇଛନ୍ତି। ଏଇ ମର୍ତ୍ତ୍ୟବଙ୍କୁ ଆସନ୍ତି। କାହିଁକି ଆସନ୍ତି? ପ୍ରଚାର କରିବା ପାଇଁ। ଯୋଉ ମହାପୁରୁଷ ମାନେ ଆସନ୍ତି ଆମକୁ ଶିକ୍ଷା ଦୀକ୍ଷା